ଦୟାରେ ମୁଁ ପାଇଛି ସବୁ। କ୍ଷମା ପରେ କ୍ଷମା କରିଛ ମତେ ଯୀଶୁ, କ୍ଷମାରେ ମୁଁ ଲଭିଛି ସବୁ। ହେ ଯୀଶୁ ତୁମ ଦୟା ମୋ ପ୍ରତି ବଡ଼ ପ୍ରଭୁ। ହେ ଯୀଶୁ ତୁମ ଦୟା ମୋ ପ୍ରତି ବଡ଼ ପ୍ରଭୁ, ମୋ ପ୍ରତି ବଡ଼ ପ୍ରଭୁ। ଦୟା ପରେ ଦୟା କରିଛ ମତେ ପ୍ରଭୁ, ଦୟାରେ ମୁଁ ପାଇଛି ସବୁ। କ୍ଷମା ପରେ କ୍ଷମା କରିଛ ମତେ ଯୀଶୁ, କ୍ଷମାରେ ମୁଁ ଲଭିଛି ସବୁ। ଆସନ୍ତୁ ପ୍ରାର୍ଥନା କରିବା। ଧନ୍ୟବାଦ ପ୍ରଶଂସା କରୁଛୁ। ତୁମେ ଆଜି ମଳୟ ଭାଇଙ୍କ ଜୀବନରେ ଏକ ନୂତନ ବର୍ଷ ଯୋଗଦାନ କଲ। ହଁ ପ୍ରଭୁ, ପ୍ରତି ବର୍ଷ ଆମେ ଯେତେବେଳେ ସେ ପୁରୁଣା ବର୍ଷକୁ ଚିନ୍ତା କରୁ, ତୁମେ ଯେ ଆମମାନଙ୍କ କେତେ ପାପ କ୍ଷମା କରିଛ, ଆମମାନଙ୍କୁ ନୂତନ ଜୀବନ ଦେଇଛ, ନୂତନ ବଳ ଦେଇଛ, ନୂତନ ଶକ୍ତି ଦେଇଛ, ପୁଣି ସେ ସବୁର ଆନନ୍ଦ ଭରି ଦେଇଛ। ଆମମାନଙ୍କ ଜୀବନରେ, ଆମମାନଙ୍କ ପରିବାର ଜୀବନରେ, ଆମମାନଙ୍କ ମଣ୍ଡଳୀକ ଜୀବନରେ, ଆମର ସାମାଜିକ ଜୀବନରେ ତୁମେ ଆମମାନଙ୍କୁ ସକ୍ରିୟ ଭାବରେ ସାହାଯ୍ୟ ଓ ସହଯୋଗ କରିବା ପାଇଁକା ବଳ ଶକ୍ତି ପ୍ରଦାନ କରୁଛ। ଖାଦ୍ୟ ବସ୍ତ୍ର ପାନୀୟ ଦେଇଛ, ରହିବା ପାଇଁ ଗୃହ ଦେଇଛ। ପ୍ରଭୁ ଏ ସବୁ ତୁମର ଦାନ ପ୍ରଭୁ। ଆମେ ସେଥିପାଇଁକା ଋଣୀ, କୃତଜ୍ଞ, ଧନ୍ୟବାଦ। ହଁ ପ୍ରଭୁ, ମଳୟ ଭାଇ, ରୀତା ଭଉଣୀ, ତାଙ୍କର ଦିଟା ଝିଅ ଆଉ ତାଙ୍କର ବଡ ଝିଅର ତାର ପରିବାର, ଏ ସମସ୍ତଙ୍କୁ ତୁମରି ହାତରେ ରଖୁଛୁ ପ୍ରଭୁ। ସେ ପରିବାରକୁ ତୁମେ ଆଶୀର୍ବାଦ କରିଛ। ସେମାନେ ସୁନ୍ଦର ସୁନ୍ଦର ବାକ୍ୟ ଗୀତ ଦ୍ୱାରା ଆମମାନଙ୍କୁ ଉତ୍ସାହିତ କରନ୍ତି, ଆମମାନେ ଆଶୀର୍ବାଦ ପାଉ ପ୍ରଭୁ। ସେ ପରିବାରକୁ ତୁମେ ବହୁଳ ଭାବରେ ଆଶୀର୍ବାଦ କର, ସେ ପିଲାମାନଙ୍କୁ ଆଶୀର୍ବାଦ କର, ସେ ଝିଅ ଜ୍ୱାଇଁଙ୍କୁ ଆଶୀର୍ବାଦ କର। ଏବଂ ପ୍ରଭୁ, ମଳୟ ଭାଇଙ୍କର ଏଇ ଯୋଉ ଅନୁଗ୍ରହର ବର୍ଷ ତୁମେ ଦେଇଛ, ଆମମାନଙ୍କୁ ସାହାଯ୍ୟ କରୁଛନ୍ତି ସବୁଥିରେ ପ୍ରଭୁ, ସେ ସବୁ ପାଇଁକା ମାନେ ଧନ୍ୟବାଦ ଦବା ସାଙ୍ଗେ ସେ ତାଙ୍କୁ ଆହୁରି ବଳରେ ପରିପୂର୍ଣ୍ଣ କର, ଶକ୍ତିରେ ପରିପୂର୍ଣ୍ଣ କର, ସୁସ୍ଥ ସବଳ ଶରୀରରେ ସେ ଯେମିତି ତାଙ୍କର ଅବଶିଷ୍ଟ ସମୟ ସବୁ କଟେଇ ପାରିବେ, ତାଙ୍କୁ ତୁମର ସେ ଦିଅ ବୋଲିକା ମାଗୁଛୁ। ଏବଂ ପ୍ରଭୁ, ଆଜି ଆମମାନଙ୍କର ଖୁସିର ବିଷୟ, ଆମମାନଙ୍କର ଏ ପରିବାରରେ ଯେତେ ଜଣ ଲୋକ ପ୍ରଭୁ ସମସ୍ତଙ୍କୁ ତୁମେ ଆଶୀର୍ବାଦ କର। ସମସ୍ତଙ୍କର ଯୋଉ କହିପାରି ନାହାନ୍ତି ବା କହିବାକୁ ଯାଉଛନ୍ତି, ସମସ୍ତଙ୍କୁ ପାଇଁକା ମାନେ ନିବେଦନ କରୁଛୁ ପ୍ରଭୁ। ସମସ୍ତଙ୍କୁ ସ୍ପେଶିଆଲି ଗ୍ରେସ୍ ଦିଅ, ଅନୁଗ୍ରହରେ ତାଙ୍କୁ, ସେ ପରିବାରକୁ, ସେମାନଙ୍କୁ ତୁମର ସେ ବାହୁଛା ତଳେ ଆବୋରିକି ରକ୍ଷା କର। ତୁମର ସେ ଆବୃତ ସ୍ଥାନରେ ତୁମେ ରକ୍ଷା କର ପ୍ରଭୁ। ଏବଂ ପ୍ରଭୁ, ଯେମିତି ଶତ୍ରୁ ସୈତାନ ସେଇ ଜାଗାକୁ ଛୁଇଁ ପାରିବନି, ୱାଲ୍ ଅଫ୍ ଫାୟାର, ଅଗ୍ନିର ତୁମେ ଢାଲ ଦେଇଦିଅ, ୱାଲ୍ ଦେଇଦିଅ, ପାଚେରୀ ଦେଇଦିଅ ପ୍ରଭୁ। ପ୍ରଭୁ, ସେମାନେ ଯେମିତି ସେଇ ନିଆଁ ଭିତରେ ଗଲେ ମଧ୍ୟ ତାଙ୍କର ଦେହର ଗୋଟିଏ ରୁମ ମଧ୍ୟ ପୋଡିବନି ପ୍ରଭୁ। ତୁମେ ସେ ଆଶୀର୍ବାଦ କର ବୋଲି ମାଗୁଛ। ଆମର ଏ ପରିବାରକୁ ତୁମେ ଆଶୀର୍ବାଦ କରିଛ, ଅନୁଗ୍ରହ କରିଛ, ଦୟା କରିଛ, ସମସ୍ତଙ୍କ ପାଇଁକା ପ୍ରଭୁ ଆମେ ସେଇ ଆଶୀର୍ବାଦ ମାଗୁଛୁ। ଯୀଶୁଙ୍କର ପବିତ୍ର ବହୁମୂଲ୍ୟ ରକ୍ତ ମୋ ଉପରେ ଏବଂ ପ୍ରଭୁ ଆମ ପ୍ରତ୍ୟେକଙ୍କ ଉପରେ, ଆଉ ବିଶେଷ ଭାବରେ ପ୍ରଭୁ ମଳୟ ଭାଇଙ୍କ ଉପରେ ଆଉ ତାଙ୍କ ପରିବାର ଉପରେ ସ୍ପ୍ରିଙ୍କଲ କରି, କଭର କରି ସିଲ୍ କରୁଛୁ। ଯୀଶୁଙ୍କ ନାମରେ ମାଗୁଛୁ, ଶୁଣ, ଗ୍ରହଣ କର। ଆମେନ୍। ସମସ୍ତ ଭାଇ ଭଉଣୀଙ୍କୁ ଧନ୍ୟବାଦ। आशीष बारी जीशुको प्रतिज्ञात उद्दीपना जागरिब त्रातांको से प्रेरित शीश वृष्टि चाहो आशीष वृष्टि कृपा
বিন্দু চাহো না, মাগো প্রচুর পুষ্টি, প্রভু যিশু মাগো প্রচুর পুষ্টি, আশিষ বরষা ঢালি দিও আজি হে প্রভু, ডাকুଅଛୁ হে যিশু, ମାନୁଛୁ ପାପ ସବୁ, ଆଶିଷ ବୃଷ୍ଟି ଚାହୋ, ଆଶିଷ ବୃଷ୍ଟି, কৃপা বিন্দু চাহো না, মাগো প্রচুর বৃষ্টি, প্রভু যিশু মাগো প্রচুর বৃষ্টি, বর্ষিব আশিষ বারি পুনঃ জাগরণরে, শুভে বরষার ধ্বনি গিরি উপত্যকারে, আশিষ বৃষ্টি চাহো, আশিষ বৃষ্টি, কৃপা বিন্দু চাহো না, মাগো প্রচুর বৃষ্টি, প্রভু যিশু মাগো প্রচুর বৃষ্টি, প্রভু যিশু মাগো প্রচুর বৃষ্টি। হ্যাপি বার্থডে টু ইউ বড় ভাই। थैंक यू ବ୍ରତ ଭଉଣୀ, थैंक यू। ସବୁବେଳେ ଆମ ପ୍ରତ୍ୟେକ ପାଇଁ ବିଶେଷ ମନୋଯୋଗୀ ହେଇଛ, ପୁଣି ଆମମାନଙ୍କ ଜୀବନ ପାଇଁ, ଆମମାନଙ୍କର ଜୀବନର ଚାଲିବା ରାସ୍ତାକୁ ତୁମେ ସବୁବେଳେ ତୁମ ଅନୁଗ୍ରହରେ ବଢେଇ ଚାଲିଛ, ଅନୁଗ୍ରହ କରିଛ, ଦୟା କରିଛ ବାପା ପ୍ରଭୁ। ଆମ ପ୍ରତ୍ୟେକ ଜୀବନରେ ଗୋଟେ ନୂଆ ଦିନ ଯୋଗ କଲ ସତ, ଆଜି କିନ୍ତୁ ଆଶ୍ଚର୍ଯ୍ୟ ଭାବରେ ପୁଣି ତୁମର ଯୋଜନା, ତୁମର ଅନୁଗ୍ରହରେ ମଳ ଭାଇଙ୍କ ଜୀବନରେ ଆଉ ଗୋଟେ ନୂଆ ବର୍ଷ ଯୋଗ କଲ, ସେ ଯୋଗ ଧନ୍ୟବାଦ ଦଉଛୁ ପ୍ରଭୁ। ମଳ ଭାଇଙ୍କୁ ତୁମର ପାଖେ ଆଉ ଥରେ ସମର୍ପିତ ଦଉଛୁ, ପୁଣି ମାଗୁଛୁ ବାପା ଏଇ ବର୍ଷଟି ତାଙ୍କ ପାଇଁ ଖୁସିର, ଆନନ୍ଦର, ଶାନ୍ତିର ବର୍ଷ ହେଉ, ପୁଣି ତୁମ ପାଇଁ ଉତ୍ତମ ଫଳ ଫଳିବାର, ଆଉ ତୁମ ପାଇଁ ଅଧିକ ଫଳ ଫଳିବାର ବର୍ଷ ହେଉ ବାପା। ଗତ ବର୍ଷ ସାରା ତୁମେ କେତେ ଯତ୍ନ ନେଲ, ତୁମର ଗୌର ପ୍ରଶଂସା କରିବାକୁ ତାଙ୍କୁ ବ୍ୟବହାର କଲ ବାପା, କିନ୍ତୁ ଏଇ ବର୍ଷ ମାଗୁଛୁ ବାପା ତୁମେ ଆହୁରି ଆହୁରି ତାଙ୍କୁ ବ୍ୟବହାର କର, ପୁଣି ସହିତରେ ହୁଅ, ତାଙ୍କ ପରିବାରର ଯତ୍ନ ନିଅ, ଦୁଇ ଝିଅଙ୍କର ଯତ୍ନ ନିଅ, ପୁଣି ରୀତା ଭଉଣୀଙ୍କର ଯତ୍ନ ନିଅ, ପୁଣି ପ୍ରତ୍ୟେକଙ୍କୁ ତୁମ ପକ୍ଷ ତଳେ ଆବୋରି ରଖ, ପୁଣି ସାହାଯ୍ୟ କର। ଏଇ ଛୋଟ ଭିକ୍ଷା ପ୍ରଭୁ ଯୀଶୁ ନାମରେ ମାଗୁଅଛୁ, ଆମେନ୍। ଧନ୍ୟବାଦ ଭାଇ। ଆସନ୍ତୁ ଆମମାନେ ଦିଅନ୍ତୁ ପ୍ରଭୁ ଆଜିର ଏଇ ନୂତନ ଦିନ ଆମମାନଙ୍କର ପ୍ରିୟ ମଳୟ କୁମାର ନାୟକ ଭାଇଙ୍କ ଜୀବନରେ ଏକ ନୂଆ ଦିନ ଏବଂ ନୂଆ ବର୍ଷ ଯୋଡ଼ିଲ। ପବିତ୍ର ପ୍ରଭୁ, ଆଜି ଦିନରେ ତୁମେ ତାଙ୍କୁ ଏ ଧରା ପୃଷ୍ଠରେ ପ୍ରଭୁ ଆଣିଲ ପ୍ରଭୁ, ମାତାର ଗର୍ଭରୁ ଆଜି ଯାଏଁ ତୁମେ ତାଙ୍କ ପ୍ରତି ତୁମରି ସେଇ ମଙ୍ଗଳ ଇଚ୍ଛା ଯୋଜନା ଅନୁସାରେ ସମସ୍ତ ବିଷୟ ସାଧିତ କରି ଆସୁଅଛ ପ୍ରଭୁ। ଅନେକ ଅନୁଗ୍ରହ ଦୟା ମଙ୍ଗଳ ଦାନରେ ପରିପୂର୍ଣ୍ଣ କରିଅଛ ପ୍ରଭୁ। ଜୀବନର ପ୍ରତି ପାଦରେ ତୁମେ ତାଙ୍କର ସହାୟ ହୋଇଅଛ ପ୍ରଭୁ। ଆମେ ଧନ୍ୟବାଦ ଦେଉଛୁ ପିତା ପ୍ରଭୁ, ତାଙ୍କୁ ତୁମ ସ୍ୱାସ୍ଥ୍ୟ ଦେଇଅଛ, ତୁମରି ପରିଚୟ ଦେଇଅଛ, ତୁମରି ଯୋଗ୍ୟ ସନ୍ତାନ କରୁଅଛ ପ୍ରଭୁ, ନୀତି ପ୍ରତି ବଢ଼ାଉଅଛ। ଧନ୍ୟବାଦ ଦେଉଛୁ ପ୍ରଭୁ। ସୁନ୍ଦର ପରିବାର ଦେଇଛ ମଳୟ ଭାଇଙ୍କ ଜୀବନରେ ପ୍ରଭୁ, ସୁନ୍ଦର ଉତ୍ତମ ଏକ ସହଧର୍ମିଣୀ ଦେଇଅଛ ଆମମାନଙ୍କର ରୀତା ଭଉଣୀଙ୍କୁ, ଏବଂ ମଧ୍ୟ ଦି ସନ୍ତତି ଏବଂ ଜୋଇଁ ମଧ୍ୟ ଦେଇଛ ପ୍ରଭୁ, ସାରନ୍ ଆଉ ପ୍ରଭୁ ସୁସାନା ଏବଂ ଜୋଇଁ ଇନସ୍ ପାଇଁ ମଧ୍ୟ ଆମେ ଧନ୍ୟବାଦ ଦେଉଛୁ ପ୍ରଭୁ। ଧନ୍ୟବାଦ ଦେଉଛୁ ପ୍ରଭୁ ସମସ୍ତ ବିଷୟ ନିମନ୍ତେ, ତୁମରି ସେ ଅଗଣିତ ଦାନ, ତୁମରି ସେ ଅପାର ଦୟା କରୁଣା, ତାହାର କୌଣସି ତୁଳନା ନାହିଁ, କୌଣସି ମାପ ନାହିଁ ପ୍ରଭୁ। ସେ ଅମାପ ପ୍ରେମ ପାଇଁ ଆମେ ଧନ୍ୟବାଦ ଦେଉଛୁ ପ୍ରଭୁ। ଆମମାନଙ୍କର ମଳୟ ଭାଇଙ୍କୁ ତୁମେ ବହୁଳ ଆଶୀର୍ବାଦ କର। ମଙ୍ଗଳମୟ ପିତା, ପ୍ରାର୍ଥନା ମାଗୁ ପ୍ରଭୁ, ଆଗାମୀ ବର୍ଷ ଗୁଡ଼ିକ ମଳୟ ଭାଇଙ୍କ ଜୀବନ ନିମନ୍ତେ ଏକ ଆଶୀର୍ବାଦର ବର୍ଷ ହେଉ ପ୍ରଭୁ, ଅନୁଗ୍ରହର ବର୍ଷ ହେଉ ପ୍ରଭୁ। ତୁମେ ଦୟା କର, ଅନୁଗ୍ରହ କର ପ୍ରଭୁ। ସର୍ବଦା ତୁମେ ତାଙ୍କର ସହବର୍ତ୍ତୀ ହୁଅ, ହାତ ଧରି ତୁମେ କଢ଼ାଇ ନିଅ ବାପା, ଜୀବନର ଶେଷ ପର୍ଯ୍ୟନ୍ତ
ତୁମେ ତାଙ୍କର ସହବର୍ତ୍ତୀ ହୋ ବୋଲି ପ୍ରାର୍ଥନା ମାଗେ। ପ୍ରଭୁ ସେ ତୁମେ ଯେ ବାକ୍ୟ ଅନୁସାରେ କହିଛ ପୃଥକ ପକ୍ଷ କେଶ ଯାଏଁ ତୁମେ ବହିବ। ପ୍ରଭୁ ଜୀବନର ଶେଷ ପର୍ଯ୍ୟନ୍ତ ତୁମେ ତାଙ୍କ ବହି ନିଅ। ପ୍ରଭୁ ତୁମେ ତାଙ୍କର ବଳ ହୁଅ, ତୁମେ ତାଙ୍କର ଶକ୍ତି ହୁଅ। ପ୍ରଭୁ ପବିତ୍ର ପ୍ରଭୁ ଆମେ ମାଗୁଅଛୁ ପିତା, ଅନ୍ୟମାନଙ୍କ ନିକଟରେ ତୁମ ସାକ୍ଷୀ ହେବା ପାଇଁ ସାହାଯ୍ୟ କର। ଆଗାମୀ ବର୍ଷ ଗୁଡ଼ିକ ତାଙ୍କ ଜୀବନ ପାଇଁ ଆମେ ଆଶୀର୍ବାଦ ମାଗିବା ସହ ପ୍ରାର୍ଥନା କରୁ। ଆଗାମୀ ବର୍ଷ ଗୁଡ଼ିକ ତାଙ୍କର ଜୀବନରେ ଏକ ବିଜୟର ବର୍ଷ ହେଉ। ପ୍ରଭୁ ତୁମେ ଆଶୀର୍ବାଦରେ ପରିପୂର୍ଣ୍ଣ କର, ସପରିବାରକୁ ଆଶୀର୍ବାଦ କର। ତୁମରି ସେ ପ୍ରେମ, ଆନନ୍ଦ, ଶାନ୍ତି, ଆଶୀର୍ବାଦରେ ପ୍ରାଚୁର୍ଯ୍ୟତାରେ ପରିପୂର୍ଣ୍ଣ କର ବୋଲି ପ୍ରାର୍ଥନା ମାଗେ। ମଙ୍ଗଳମୟ ପ୍ରଭୁ ଦୀର୍ଘାୟୁ ଦେଇଛ, ଧନ୍ୟବାଦ। ପ୍ରଭୁ ତୁମେ ଆଶୀର୍ବାଦ କର, ଅନୁଗ୍ରହ କର। ଧନ୍ୟବାଦ ଦେଉଛି ସମସ୍ତ ପ୍ରାର୍ଥନା ଶୁଣିଅଛ। ପୁନର୍ବାର ମଳୟ ଭାଇଙ୍କୁ ଏବଂ ଆଜି ଦିନରେ ଯେତେ ଜଣଙ୍କର ଜନ୍ମଦିନ କିମ୍ବା ବିବାହ ବାର୍ଷିକୀ ସେ ସମସ୍ତଙ୍କୁ, ଆଉ ଯେତେ ଜଣ ଆଜି ବିଶେଷ ଦିନ ପାଳନ କରନ୍ତି ସେ ସମସ୍ତଙ୍କୁ ତୁମରି ଚରଣ ତଳେ ସମର୍ପଣ କରି ପ୍ରାର୍ଥନା ଶୁଣିଅଛ, ଉତ୍ତର ଦିଅଛ। ଧନ୍ୟବାଦ ଦିଅ। ଗୀତ ସଂହିତା 23 ପର୍ବ 6 ପଦ ଅନୁସାରେ ନିଶ୍ଚୟ ମଙ୍ଗଳ ଦୟା ମୋର ଜୀବନ ଯାଏ ମୋର ପଶ୍ଚାତଗାମୀ ହେବ, ପୁଣି ମୁଁ ସର୍ବଦା ସଦା ପ୍ରଭୁଙ୍କ ଗୃହରେ ବାସ କରିବି। ନିଶ୍ଚୟ ମଙ୍ଗଳ ଦୟା ଆମମାନଙ୍କର ମଳୟ ଭାଇଙ୍କ ଜୀବନରେ ତାହାଙ୍କର ପଶ୍ଚାତଗାମୀ ହେବ, ପୁଣି ସେ ସର୍ବଦା ସଦା ପ୍ରଭୁଙ୍କ ଗୃହରେ ବାସ କରିବେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବହୁମୂଲ୍ୟ ନାମରେ ମାଗେ ପିତା, ଆମେନ୍।